ଅଗଷ୍ଟ 5, 2026 ବୁଧବାର। ଆଜି ଆସନ୍ତୁ ଆମେ ପଞ୍ଚପଦୀ ପଦ୍ଧତି ଅନୁସାରେ ବିଦ୍ୟାଳୟର ଲେସନ ନୋଟଟିକୁ ଲେଖିବା। ଆପଣମାନଙ୍କୁ ସମସ୍ତଙ୍କୁ ମୋ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ମୁଁ ଏହି ଭିଡ଼ିଓରେ ଆପଣମାନଙ୍କୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର ଇଂଲିଶର ମୁଁ ଆପଣମାନଙ୍କୁ ଲେସନ ନୋଟ ପ୍ରୋଭାଇଡ଼ କରିବି। ତେଣୁ ଆପଣମାନେ ଚାହିଁବେ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିପାରିବେ। ଫାର୍ଷ୍ଟ ପିରିୟଡ଼ ଦେଖନ୍ତୁ, ପଞ୍ଚମ ଶ୍ରେଣୀ ଅଛି ପଲ୍ଲବୀ। ପ୍ରସଙ୍ଗ ରହୁଛି ଆମର ଟୁଗେଦର ୱି କ୍ୟାନ୍। ଏଠି ଆମେ TLM ବ୍ୟବହାର କରିବା, ପିକ୍ଚର ଅଫ୍ ପିପୁଲ ହୋଲ୍ଡିଂ ହ୍ୟାଣ୍ଡସ୍। ଅଦିତିରେ ରହୁଛି ହ୍ୱାଇ ଡୁ ପିପୁଲ ୱାର୍କ ଟୁଗେଦର। ବୋଧରେ ରିଡ୍ ଦ ପୋଏମ୍ ଏଲାଉଡ୍ ୱିଥ୍ ଏକ୍ସପ୍ରେସନ୍। ଅଭ୍ୟାସରେ ରହିବ ଷ୍ଟୁଡେଣ୍ଟସ୍ ରିସାଇଟ୍ ଦ ପୋଏମ୍ ଇନ୍ ଗ୍ରୁପ୍ସ ଅର୍ ପେୟାର୍ସ। ତାପରେ ଆମେ ପ୍ରୟୋଗ ଯିବା। ପ୍ରୟୋଗରେ ରହୁଛି ଷ୍ଟୁଡେଣ୍ଟସ୍ ରିସାଇଟ୍ ଦ ପୋଏମ୍ ଇନ୍ କ୍ଲାସ୍ ୱିଥ୍ ପ୍ରପର ଭଏସ୍ ଆଣ୍ଡ ଗେସ୍ଚର୍ସ। ପ୍ରସାରରେ write 2-3 lines about a time they worked in a team। ଏଗୁଡ଼ା ରହୁଛି ପ୍ରସାର ଅନୁସାରେ ପଞ୍ଚମ ଶ୍ରେଣୀର ଇଂଲିଶ। ତାପରେ ଆମେ ଯିବା ଷଷ୍ଠ ଶ୍ରେଣୀ। ଷଷ୍ଠ ଶ୍ରେଣୀ ବି ସେଇ ସମାନ ଇଂଲିଶ। ଆମେ ରାମ ଟୁ ଦ ରେସ୍କ୍ୟୁ। ଏଠି ଆମର TLM ରହୁଛି ପିକ୍ଚର ଅଫ୍ ଡକ୍ଟର, ଫାୟାର ଫାଇଟର, ପୋଲିସମ୍ୟାନ ଏମିତି। ଅଦିତିରେ ରହୁଛି ହୁ ଆର୍ ଦିଜ୍ ପିପୁଲ, ହାଉ ଡୁ ଦେ ହେଲ୍ପ ଅସ୍ ଇନ୍ ଟ୍ରବୁଲ। ତାପରେ ବୋଧରେ ରହୁଛି ଏକ୍ସପ୍ଲେନ୍ ଦ ମିନିଂ ଅଫ୍ ରେସ୍କ୍ୟୁ, ହୁ ନିଡ୍ସ ରେସ୍କ୍ୟୁ। ବୋଧରେ ଆମେ ଏଟାକୁ ଡିସ୍କସନ୍ କରିବା। ଅଭ୍ୟାସରେ ରହୁଛି ଟିକ୍ ହୁ ନିଡ୍ସ ରେସ୍କ୍ୟୁ ଆଣ୍ଡ ସେୟାର ଲୋକାଲ ନେମ୍ସ ଅଫ୍ ପୋଲିସମ୍ୟାନ। ତାପରେ ଆମର ପ୍ରୟୋଗରେ ରହୁଛି ଷ୍ଟୁଡେଣ୍ଟସ୍ ରିଡ୍ ଦ ଷ୍ଟୋରି ଏଲାଉଡ୍ ଇନ୍ ଗ୍ରୁପ୍ସ। ପ୍ରସାରରେ ଡ୍ର ୱାନ୍ ସିଚୁଏସନ୍ ହ୍ୱେୟାର ସମୱାନ୍ ୱାଜ୍ ରେସ୍କ୍ୟୁଡ୍। ଥାର୍ଡ ପିରିୟଡ଼ ଯିବା। ଦେଖନ୍ତୁ ଆମର ଏଇଟା କମ୍ବାଇନ୍ କ୍ଲାସ୍ ରହୁଛି ମୋର ଚତୁର୍ଥ ସାଙ୍ଗରେ ସପ୍ତମ ଶ୍ରେଣୀ। ଆମର କ'ଣ ଅଛି ନା ବିଷୟ ହେଉଛି ଇଂଲିଶ। ପ୍ରସଙ୍ଗ ହେଉଛି ବିଟୁଇନ୍ ହୋମ୍ ଆଣ୍ଡ ସ୍କୁଲ। ଏଠି TLM ରହୁଛି ପିକ୍ଚର ଅଫ୍ କେନାଲ୍ସ। ଅଦିତିରେ ହାଉ ଡୁ ୟୁ ଗୋ ଟୁ ସ୍କୁଲ। ବୋଧରେ ରହୁଛି ଆର୍ଟିକିଲ୍ସ ଏ ଆଣ୍ଡ ୱିଥ୍ ପିକ୍ଚର୍ସ। ଆମେ ଏଟାକୁ ପ୍ରାକ୍ଟିସ୍ କରାଇବା। ତାପରେ ଅଭ୍ୟାସ ରହୁଛି ପ୍ରାକ୍ଟିସ୍ ଦ ରିଡିଲ୍ ଆଣ୍ଡ ବିଙ୍ଗୋ ଗେମ୍। ତାପରେ ପ୍ରୟୋଗରେ ରହୁଛି ଷ୍ଟୁଡେଣ୍ଟ ସେୟାର ଦେୟାର ଓନ୍ ଫନ୍ ଅନ୍ ଦ ୱେ ଟୁ ସ୍କୁଲ। ଆମର ପ୍ରସାରରେ ରହୁଛି ରାଇଟ୍ 3 ସେଣ୍ଟେନ୍ସେସ୍ ଏବାଉଟ୍ ଫନ୍ ଦେ ହାଭ୍। ଏଇଟା ଗଲା ଆମର ଚତୁର୍ଥ ଶ୍ରେଣୀ। ସପ୍ତମ ଶ୍ରେଣୀ ଦେଖିବା। ଦେଖନ୍ତୁ ଜସ୍ମିନ୍ ଇଂଲିଶ। ଏଇଟା ହେଉଛି ଆମର ବିଷୟ। ଆମର ପ୍ରସଙ୍ଗ ହେଉଛି 3 days to see। TLM ହେଉଛି ଏଠି ବୁକ୍। ଆମର ଅଦିତି କ'ଣ ରହୁଛି ହ୍ୱାଟ୍ ଇଫ୍ ୟୁ କୁଡ୍ ନଟ୍ ସି। ଆମେ ଏଠି ଛୁଆମାନଙ୍କୁ କ୍ୱେଶ୍ଚିନ୍ କରିବା, ସେମାନଙ୍କଠୁ ଆନ୍ସର ତାକୁ କଲେକ୍ସନ୍ କରିବା। ତାପରେ ଆମର କ'ଣ ରହିବ, ଅଦିତି ପରେ ରହୁଛି ଆମର ବୋଧ। ବୋଧରେ ରହୁଛି ରିଡ୍ ଦ ଟେକ୍ସଟ, ଏକ୍ସପ୍ଲେନ୍ ହାଉ ହେଲେନ୍ ଏନ୍ଜୟ ଦ ୱାର୍ଡସ୍। ବୁଝିଲେ, ଏନ୍ଜୟସ୍ ଦ ୱାର୍ଡ। ତାପରେ ପ୍ରାକ୍ଟିସ୍ ନ୍ୟୁ ଭୋକାବୁଲାରୀ। ଆମର ଅଭ୍ୟାସ ରହୁଛି। ପ୍ରୟୋଗରେ ରହୁଛି ରାଇଟ୍ 3-4 ସେଣ୍ଟେନ୍ସେସ୍ ଏବାଉଟ୍ ଦେୟାର ଫେଭରେଟ୍ ସେନ୍ସ। ଆମର ପ୍ରସାର ହେଉଛି କ୍ଲୋଜ୍ ଦେୟାର ଆଇଜ୍, ଟଚ୍ ଅବଜେକ୍ଟସ୍ ଆଣ୍ଡ ଡେସ୍କ୍ରାଇବ୍ ଦ ଏକ୍ସପେରିଏନ୍ସ। ହେଲା। ତାପରେ ଆମେ ଯିବା 4 ନମ୍ବର ପିରିୟଡ଼କୁ। ଏଇଟା ବି ମୋର କମ୍ବାଇନ୍ ରହୁଛି, ତୃତୀୟ ସହିତ ଅଷ୍ଟମ ରହୁଛି। ପ୍ରଥମେ ତୃତୀୟର ଦେଖିନେବା। ଆମର ଇଂଲିଶ ରହୁଛି ତାଙ୍କର ପଲ୍ଲବୀ ଲର୍ନ ଇଂଲିଶ ଲେଟର୍ସ ପାର୍ଟ 2। ଏଇଟା ହେଉଛି ଆମର ପ୍ରସଙ୍ଗଟା। ଆମର TLM ହେଉଛି ବୁକ୍। ହ୍ୱାଟ୍ ଗେମ୍ସ ଡୁ ୟୁ ପ୍ଲେ, କ୍ୟାନ୍ ୟୁ ହପ୍ ଆଣ୍ଡ ଜମ୍ପ। ତାପରେ ରିଡ୍ ଆଣ୍ଡ ସିଙ୍ଗ ଦ ରାଇମ୍ ୱିଥ୍ ଆକ୍ସନ୍। ସେଇଟା ବୋଧରେ ରହିବ। ତାପରେ ଅଭ୍ୟାସରେ ରହୁଛି ଷ୍ଟୁଡେଣ୍ଟସ୍ ସେ ଦ ଲେଟର ସାଉଣ୍ଡ ଆଣ୍ଡ ସର୍କଲ୍ ଦ କରେକ୍ଟ ପିକ୍ଚର। ପ୍ରୟୋଗରେ ରହୁଛି ଷ୍ଟୁଡେଣ୍ଟସ୍ ସିଙ୍ଗ ଦ ଫୁଲ୍ ରାଇମ୍ ଇନ୍ କ୍ଲାସ୍। ପ୍ରସାରରେ ରହୁଛି ଷ୍ଟୁଡେଣ୍ଟସ୍ କ୍ରିଏଟ୍ 2-3 ନ୍ୟୁ ଆକ୍ସନ୍ ଲାଇନ୍ସ। ଯେମିତିକି ଏକ୍ଜାମ୍ପଲ୍ ହେଉଛି କ୍ଲାପ୍ ଏ ଲିଟିଲ୍। ତାପରେ ଅଷ୍ଟମ ଯିବା। ଅଷ୍ଟମରେ ଆମର ଅଛି ଭାରତ ଓ ଆମ ପୃଥିବୀ। ତାର ପ୍ରସଙ୍ଗଟି ହେଉଛି ଭାରତର ରାଜନୈତିକ ମାନଚିତ୍ରର ପୁନର୍ଗଠନ। TLM ହେଉଛି ମୁଦ୍ରା ଏବଂ କୁତବ ମିନାର ଚିତ୍ର ଆମେ ନେବା। ଅଦିତିରେ ରହୁଛି କୁତବ ମିନାର ଓ ଆଲାଉଦ୍ଦିନ ଖିଲିଜୀଙ୍କ ମୁଦ୍ରାର ଛବି ଦେଖେଇକି ଆମେ ପ୍ରଶ୍ନ କରିବା ଦିଲ୍ଲୀରେ କେଉଁ ଶାସନ ଥିଲା। ବୋଧରେ ରହୁଛି 1206 ପରେ ପ୍ରମୁଖ ଶାସକ ଓ ସେମାନଙ୍କ ପ୍ରଶାସନ, ସେନା, କର ଓ ସ୍ଥାପତ୍ୟ ବିଷୟରେ ଆଲୋଚନା। ଅଭ୍ୟାସ ରହୁଛି ଶିକ୍ଷାର୍ଥୀମାନେ ପୁସ୍ତକର ପ୍ରଶ୍ନ ଅନୁସନ୍ଧାନ କରିବେ, ମୁଖ୍ୟ ଘଟଣାକୁ ଆଲୋଚନା କରିବେ। ପ୍ରୟୋଗ କୁତବ ମିନାର ବିଷୟରେ 3-4ଟି ବାକ୍ୟ ଲେଖିବେ।
ମାନଚିତ୍ରରେ ଦିଲ୍ଲୀର ସୁଲତାନକୁ ଦେଖେଇବେ। ପ୍ରସାର ହେଉଛି ସୁଲତାନଙ୍କ ଶାସନର ଗୁଣ ଓ ଦୋଷକୁ ସେମାନେ ଆଲୋଚନା କରିବେ। ବୁଝିପାରିଲେ? ଏଇଟା ଗଲା ଆମର 4 ନମ୍ବର ପିରିୟଡ଼। ତାପରେ ଯିବା 5 ନମ୍ବର ପିରିୟଡ଼ ଝୁଲଣା। ଝୁଲଣାର ପ୍ରସଙ୍ଗ ହେଉଛି ଆମର ମୁନି ଦେଲା ହସି। ଏଠି ବହିର ଚିତ୍ର, ପାଣି ଓ ଗଛକୁ ଆମେ କିପରି ରକ୍ଷା କରିବା, ଏଇଟା ରହୁଛି ଅଦିତି। ବୋଧରେ ରହୁଛି ପରିବେଶ ସଫା ରଖିବାର ଗୁରୁତ୍ୱ, ପାଣି, ଗଛ, ମାଛ ଆଦିଙ୍କୁ ନଷ୍ଟ ନ କରିବା। ପରିବେଶ ସୁରକ୍ଷା ବିଷୟରେ କିଛି ବାକ୍ୟ କହିବେ ଛୁଆମାନେ ଆମର ଅଭ୍ୟାସରେ। ପ୍ରୟୋଗରେ ରହୁଛି ନିଜ ଅଞ୍ଚଳରେ ପରିବେଶ ସଫା ରଖିବା ପାଇଁ କ'ଣ କରିପାରିବେ ସେମାନେ ବି କହିବେ। ଘରେ ଗଛ ଲଗାଇବେ, ପାଣିକୁ ନଷ୍ଟ କରିବେ ନାହିଁ ବା ଅପଚୟ କରିବେ ନାହିଁ। ଏଇଟା ରହୁଛି ଆମର ପ୍ରସାର। ତାପରେ 6ଠ ପିରିୟଡ଼ ଆମେ ଯିବା। 6ଠ ପିରିୟଡ଼ ଅଛି ଆମର ବିଷୟ ହେଉଛି କଳାକୁଞ୍ଜ। ମୋର ପ୍ରସଙ୍ଗଟି ରହୁଛି ସଙ୍ଗୀତ। ଆମର TLM ହେଉଛି ପୁରୁଣା ପାଣ୍ଡୁଲିପି ଇତ୍ୟାଦିର ଛବି ସବୁ। ଅଦିତି ରହୁଛି ବାଦ୍ୟଯନ୍ତ୍ରର ଚିତ୍ର ଦେଖେଇକି ବାଦ୍ୟଯନ୍ତ୍ରଟା କ'ଣ, ଆମେ ଏହାକୁ କିପରି ଶିଖିବା ଏଇଟା ପଚାରିବା। ଆବଶ୍ୟକ ସାମଗ୍ରୀ ଯେମିତି ବହି, ପେନସିଲ ହେଲା, ମାଇକ୍ରୋଫୋନ୍, ଏଗୁଡ଼ାକ ସବୁ ବିଷୟରେ ତାଙ୍କୁ ଟିକେ ଆଲୋଚନା କରିବା। ଆମର ବୋଧରେ, ଅଭ୍ୟାସରେ, ଗୋଷ୍ଠୀରେ ଅଭ୍ୟାସ କରିବେ। ପ୍ରୟୋଗରେ ଗୀତକୁ ଅଭ୍ୟାସ କରିବେ ଏବଂ ପ୍ରସାରରେ ଅନ୍ୟ ବାଦ୍ୟଯନ୍ତ୍ର ବିଷୟରେ ସେମାନେ କିଛି କିଛି ଲେଖିବେ। ତାପରେ ଯିବା ଆମର 7 ନମ୍ବର ପିରିୟଡ଼ ରହୁଛି ମୋର 7ମ ଶ୍ରେଣୀରେ ଖେଳ ଶିକ୍ଷା ଗୋଡ଼ା ଗୋଡ଼ି ଖେଳ। ଏଇଟା ରହୁଛି ଆମର ଟପିକ୍। ସେଠି କ'ଣ କରିବା ନା TLM ହେଉଛି ଆମର ବହି। ଅଦିତି, ଅଦିତିରେ ରହିବା ତୁମେ କେଉଁ ଖେଳ ଖେଳିଛ, ଆମେ ସେମାନଙ୍କ ସହିତ ଆଲୋଚନା କରିବା। ବହି ଦେଖେଇକି ସେ ଯେଉଁ ଖେଳର ଚିତ୍ର ଅଛି ଆମେ ସେ ଖେଳର ନାଁ କ'ଣ ବୋଲି ପଚାରିବା। ବୋଧରେ ରହିବ କ'ଣ ନା ଖେଳର ନିୟମକୁ ବୁଝିବେ, ନିୟମ ଗୁଡ଼ିକ ତାଙ୍କ ସହିତ ଆଲୋଚନା କରିବା। ଖେଳର ଲକ୍ଷ୍ୟ ରହୁଛି କ'ଣ ନା ଆମେ ଦଳଗତ କାର୍ଯ୍ୟ ତାଙ୍କଠାରେ ବୃଦ୍ଧି କରାଇବା ଆଉ ଆନନ୍ଦ ମଧ୍ୟ ସେମାନେ ପାଇବେ। ତାପରେ ଆମର ଅଭ୍ୟାସରେ ରହୁଛି ଶିକ୍ଷକଙ୍କ ସାହାଯ୍ୟରେ ଛାତ୍ରଛାତ୍ରୀ ନିୟମ ଅନୁସାରେ ଖେଳ ଖେଳିବେ ବା ଅଭ୍ୟାସ କରିବେ। ପ୍ରୟୋଗରେ ଦଳ ଗଠନ କରି ନିଜେ ନିଜେ ଖେଳିବେ। ଏଟା ରହୁଛି ଆମର ପ୍ରୟୋଗ। ତାପରେ ପ୍ରସାର ରହୁଛି ଆମର ଅନ୍ୟ ସମାନ ଖେଳର ନାମ ସବୁ କ'ଣ କ'ଣ ଯଦି ସେ ଜାଣିଛନ୍ତି ତାହେଲେ ତାକୁ ଏଠି କହିବେ। ଏଇଠି ଆମର ଭିଡ଼ିଓଟି ସରିଯାଇଛି। ମୋର ଲେସନ୍ ନୋଟଟି ମାନେ ମୋଷ୍ଟଲି ରହୁଛି ଇଂଲିଶ ଉପରେ, କାରଣ 3ରୁ 8ମ ଶ୍ରେଣୀ ପର୍ଯ୍ୟନ୍ତ ଇଂଲିଶ ମୁଁ ପଢ଼ଉଛି। ତେଣୁ ମୁଁ ସବୁଦିନ ନହେଲେ ବି ଯେଉଁଦିନ ଡିଷ୍ଟାନ୍ସରେ ମୁଁ କ'ଣ ଇଂଲିଶ ଗୁଡ଼ିକର ଲେସନ୍ ପ୍ଲାନ୍ ଲେଖୁଛି। ଯଦି ଆପଣଙ୍କର ଇଂଲିଶର ଲେସନ୍ ପ୍ଲାନ୍ ଦରକାର ତାହେଲେ ଆପଣ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟି ଦେଖିଥିବାରୁ ବହୁତ ବହୁତ ଧନ୍ୟବାଦ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ଲାଇକ୍ କରିବେ। ଯଦି କିଛି ସଜେସନ୍ ଥାଏ, ସଜେସନ୍ ମୋତେ ଦେବାକୁ ଚାହୁଁଛନ୍ତି ତାହେଲେ ସଜେସନ୍ ମଧ୍ୟ କମେଣ୍ଟ ମାଧ୍ୟମରେ ଦେଇପାରିବେ। ବହୁତ ବହୁତ ଧନ୍ୟବାଦ।